ଅଧିକା ମଦ ପିଇବାର କାରଣ ହେଲା ଜୀବନ ପ୍ରତି ବୀତସ୍ପୃହ, ମାନେ ଜୀବନଟି ଦରକାର ନାହିଁ ଆଉ ଗୋଟେ ଜୀବନ। ନା ନା ମୋ କ୍ଷେତ୍ରରେ ସେମିତି କାହିଁ ଜୀବନ ପ୍ରତି ବୀତସ୍ପୃହ ଆସିନି, କିନ୍ତୁ ମ୍ୟାକ୍ସିମମ୍ କ୍ଷେତ୍ରରେ ଆପଣ ଦେଖୁନାହାନ୍ତି ଯୋଉମାନେ ସବୁ ହେଇଛନ୍ତି ଜୀବନ ପ୍ରତି ବୀତସ୍ପୃହ କିଛିଟା ମାନେ ଜୀବନ ପ୍ରତି ତାଙ୍କର ଫ୍ୟାମିଲି ଲାଇଫ ଡିଷ୍ଟର୍ବାନ୍ସ ଅଛି। ମାନେ ମଦ ଏତେ ନିଜର ଯେ ଫ୍ୟାମିଲି ଦରକାର ନାହିଁ। ହଁ ସେମିତି ଫ୍ୟାମିଲି ଯେତେବେଳେ ମଦ ପିଇବା ସମୟରେ ଆପଣ ସ୍ତ୍ରୀ ଫ୍ରି କେହି ନୁହଁ, ସେ ଭାବିବ ମୁଁ ଗୋଟେ ନେପାଳ ରାଜା, ସେ ଭାବିବ ମୁଁ ଗୋଟେ ରାଜା ଗୋଟେ ମାନେ ମଦ ଯେ ପିଇ ଦେଲା ସେ ସାଙ୍ଗେ ଭାବିବ ମୁଁ ରାଜା ଆଉ ସବୁ ମୁଁ ପ୍ରଜା, ଆଜ୍ଞା ମୁଁ ଯାହା କହିବି ସେ କାହା ଖାତିର କରିବନି, ମୁଁ ମୋ ସ୍ତ୍ରୀ କଥାକୁ ଖାତିର କରିବି। ଇଭିନି ମାନେ ପାଟିତୁଣ୍ଡ ମାରପିଟ ଯାଇ କହୁଛି ଅଧିକା କପୁଛି ବାଡେଇବି ପିଲାମାନଙ୍କୁ ସେଥିପାଇଁ ପାଠ ପଢାରେ ତାଙ୍କର ଡିଷ୍ଟର୍ବାନ୍ସ ହେଇଛି। ଆଉ କିନ୍ତୁ ପିଲାମାନଙ୍କୁ ମଦ ପିଇଲେ କିଛି ପିଲା ଗାଳି ଗୁଲଜ କରନ୍ତିନି? ମୁଁ ପିଲାମାନେ ନାଇଁ ଆପଣ ପିଲାମାନଙ୍କୁ ଆପଣ ଗାଳି ଗୁଲଜ କରିଛି ବହୁତ ସମୟରେ, ପିଟନ୍ତି? ହଁ ଆମ ଘରେ ସମୟ ଏମିତି ଥିଲା, ମୁଁ 2 ବର୍ଷ ପୂର୍ବ କଥା କହୁଛି, ଆମ ଘରେ 7ଟାରେ ଶୁଆ ହଉଥିଲା, ସନ୍ଧ୍ୟା 7ଟା 5ଟା ବେଳେ ମଦ ପିଇ ଦେଲେ ସନ୍ଧ୍ୟା 7ଟାରେ ମୁଁ ଶୋଇବନି ସମସ୍ତେ ଶୁଅ। ଓ ମାନେ ପୁରା ହିଟଲର ଶାସନ। ହଁ ମୋର ହିଟଲର ଶାସନ ଚାଲିବ ପରିବାରରେ, ମୁଁ ଶୋଇଲି ମାନେ ସମସ୍ତେ ଶୁଅ। ସନ୍ଧ୍ୟା 7ଟାରୁ ଶୋଇବେ? ସନ୍ଧ୍ୟା 7ଟା ମ୍ୟାକ୍ସିମମ୍ ହେଲେ 8ଟା। ହଁ